ଥରେ ମହମବତୀ ଭିତରେ ଥିବା ସୂତା ମହମବତୀକୁ ପଚାରିଲା, ମୁଁ ଯଦି ଜଳି ଯାଉଛି ତାହେଲେ ତୁ କାହିଁକି ତରଳି ଯାଉଛୁ? ତା ଉତ୍ତରରେ ମହମବତୀ କହିଲା, ଯିଏ ଯାହା ହୃଦୟରେ ଯାହାକୁ ସ୍ଥାନ ଦେଇଥାଏ ଯଦି ସେ ଦୂରେଇ ଯାଏ ତାହେଲେ ଆଖିରୁ ଲୁହ ଝରିଯାଏ। ମନେ ରଖନ୍ତୁ, ମନରେ ଯଦି ଅହଙ୍କାର ଆଉ ଗର୍ବ ସୃଷ୍ଟି ହେଲା ତାହେଲେ ମଣିଷ ନିଜକୁ ସବୁଠାରୁ ଶ୍ରେଷ୍ଠ ବୋଲି ଭାବିଥାଏ, କିନ୍ତୁ ସେ ଜାଣିନଥାଏ ସମାଜରେ ସେ ସବୁଠାରୁ ନୀଚ ବୋଲି ପରିଚିତ ହୋଇକି ରହିଥାଏ। ତେଣୁ ଗର୍ବ ଓ ଅହଙ୍କାର ପରିତ୍ୟାଗ କରନ୍ତୁ। ଆଜି ଯାହା ସତ କାଲି ତାହା ସ୍ମୃତି ହୋଇଯାଏ, ଆଉ ସବୁ ସ୍ମୃତି ଏକ ଇତିହାସ ହୋଇଯାଏ। କିଛି ଚିରକାଳ ପାଇଁ ମନେ ରହେ, ଆଉ କିଛି ଭୁଲି ହୋଇଯାଏ। ଏ ସଂସାରରେ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯାହାର ବିଷ ଦାନ୍ତରେ ନୁହେଁ ତାର କଥାବାର୍ତ୍ତାରେ ଥାଏ। ବେଇମାନ କେବେ ବି ଅନୁତାପ କରେ ନାହିଁ, ସ୍ୱାର୍ଥପର କେବେ ବି କୃତଜ୍ଞତା ଜଣାଏ ନାହିଁ, ଆଉ ସୁବିଧାବାଦୀ କେବେ ବି କାହାର ଆପଣାର ହୁଏ ନାହିଁ। ଚେହେରା ସୁନ୍ଦର ହେଉ କି ନ ହେଉ କେହି ମନେ ରଖିବେନି, କିନ୍ତୁ ଯଦି କଥାବାର୍ତ୍ତା ସୁନ୍ଦର ନ ହେଲା ତାହେଲେ ଲୋକ ସବୁଦିନ ପାଇଁ ମନେ ରଖିବେ। ତେଣୁ କଥାବାର୍ତ୍ତାରେ ସୁନ୍ଦରତା ମଧୁରତା ରଖନ୍ତୁ, ଦେଖିବେ ସମସ୍ତେ ଚିରକାଳ ପାଇଁ ମନେ ରଖିଥିବେ। ତୁମେ ଯେତେ ବି ବଡ଼ ହୋଇଯାଅ ନା କାହିଁକି, କିନ୍ତୁ ବ୍ୟବହାର ଏମିତି ରଖ ଯେ ତୁମ ପାଖରେ ବସୁଥିବା ବ୍ୟକ୍ତି ନିଜକୁ ସାନ ମନେ କରିବ।